ସେଦିନ ରାତିରେ ମୁଁ ବାହାର କରୁଥିଲି ଏକ ବସିବାକୁ ସେ ରାସ୍ତା ପେଟେ ରମେଶ ମୋତେ ଡାକିଲା, କହିଲା ମୋ ପାଖକୁ ଆ। ମୁଁ ନ ଯିବାରୁ ମୋ ପାଖକୁ ଆସିଲା, ମୋତେ ଜାକି ଧରିକି ମୋ ଛାତି ପାତି ଚିପିକି ମୋ ସୁନା ଭିତରେ ହାତ ପୁରେଇ ଦେଲା। ମୋତେ କହିଲା ମୋ ସହିତ 4, 10, 15 ମିନିଟ୍ ମୁଁ ତୋତେ ଆଣି ଛାଡ଼ିଦେବି। ମୋତେ ଯେଉଁଠୁ କାଟିଲା ମୁଁ କହିଲି କାଟିଲା। ବୋଉ ସେଠୁ ଆଇଲା, ବୋଉ କହିଲା ତାକୁ ଛାଡ଼ିଦେ, ତାକୁ କାହିଁ ଦେଉଛୁ। ସେଠୁ ଏତିକି କହିବା ମାତ୍ରେ ସେ ମୋଟର ସାଇକେଲ ବସି ପଡ଼ିଲା, ତା ସହିତ ଆଉ ଜଣେ ବି ଥିଲା। ମାନେ ସେଦିନ ଏ ଯେଉଁ ଘଟଣା ୟା ପରେ ଆପଣ କରିଥିଲେ, କେସ୍ କରିଥିଲେ ପୋଲିସ ଷ୍ଟେସନରେ? ଆଜ୍ଞା। ପୋଲିସ କ'ଣ କାର୍ଯ୍ୟାନୁଷ୍ଠାନ ନେଲେ? ପୋଲିସ ବାଲା କିଛି ବି ଶୁଣୁନାହାନ୍ତି, ଏଇ ଆଇଆସି କିଛି ବି ଶୁଣୁନାହାନ୍ତି, ଆମ କଥା ବି କିଛି ଶୁଣୁନାହାନ୍ତି। ଆଇଆସି କିଛି ଶୁଣୁନାହାନ୍ତି? କ'ଣ କହୁଛନ୍ତି? କହୁଛନ୍ତି କେସ୍ ଚାଲିଛି ବି, ସେ ଆଇଆସି ବି ଲାଞ୍ଚ ବି ନେଇଛନ୍ତି। ରମେଶ ବେହେରା ତ ନା? ଆଜ୍ଞା। ସେ କ'ଣ କରେ ରମେଶ ବେହେରା? ସେ ପାନ ଦୋକାନ କରିଛି। ପାନ ଦୋକାନ କରିଛି। ସେ ଏବେ ବାହାରେ ବୁଲୁଛି? ଆଜ୍ଞା। ତ ତାକୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ଆରେଷ୍ଟ କରାଯାଇ ନାହିଁ? ନାଇଁ। ତାକୁ ସେଦିନ ଯେଉଁ ନେଇଥିଲେ ଥାନାରେ ଛାଡ଼ି ଦେଇଥିଲେ? ଆଜ୍ଞା। ଏବେ ସୁଦ୍ଧା ସେ ବାହାରେ ବୁଲୁଛି? ଆଜ୍ଞା। ତ ଯେଉଁ ପୋଲିସ ଆସୁଛନ୍ତି ଏବେ ସୁଦ୍ଧା ଆପଣଙ୍କ ଘରକୁ ଆସିଲେଣି? କିଛି ଇନକ୍ୱାରି କରିବା ପାଇଁ ଆସିଲେଣି? ହଁ ଆଇଥିଲେ। ଆସି କ'ଣ କହିଲେ? ସେ କହିଲେ ଯେ କହିଲେ ତୁମେ କେଉଁଠି ଏକ ବସିଥିଲ, କ'ଣ କରୁଥିଲ? ମୁଁ ସେଇଠୁ କହିଲି ମୁଁ ସେଇଠି ଏକ ବସିଥିଲି, ସେ ମୋତେ ଆସି ସେଇଠି ଡାକିଲା। ଆଚ୍ଛା, ଡାକିଲା ଯେତେବେଳେ ତମେ କ'ଣ ଗଲ ନା ସେ ନିଜେ ଆସିଲା? ସେ ନିଜେ ଆସିଲା। ସେ ନିଜେ ଆସିଲା? ଆଜ୍ଞା। ଆଚ୍ଛା, ତ ତାପରେ ପୋଲିସ ତାପରେ କ'ଣ କହୁଛନ୍ତି? ପୋଲିସ ପଚାରିଲେ ଘଟଣା କ'ଣ ହେଇଛି, ସବୁ ପଚାରିଲେ, ଆଉ ତାପରେ କିଛି ବି ଶୁଣୁନାହାନ୍ତି। ମାନେ କହିସାରିଲା ପରେ କିଛି ଶୁଣୁନାହାନ୍ତି? କିଛି ତ ରିପ୍ଲାଏ ଦେଇଥିବେ ଯେ କେତେ ଦିନ ଲାଗିବ କି ଏମିତି କ'ଣ କରିବା, କିଛି ରିପ୍ଲାଏ ଦେଇନାହାନ୍ତି? କିଛି ନା ନା କିଛି ବି କହୁନାହାନ୍ତି? ନା। ତ ତାହେଲେ ଏବେ କ'ଣ କରିବ? ପୋଲିସ ଯଦି ଆମକୁ ନ୍ୟାୟ ନ ଦେଇ ପାରୁଛି ତାହେଲେ ଆମକୁ ମନା କରିଦେଉନାହାନ୍ତି, ଆମେ ଆମର ଆତ୍ମହତ୍ୟା କରିଦେବୁ। ଆମର କ'ଣ ସମାଜରେ ବଞ୍ଚିବାର ଅଧିକାର ନାହିଁ? ଆଇଏଏସ୍ କହୁଛନ୍ତି ଇନକ୍ୱାରି ଚାଲିଛି, ଇନକ୍ୱାରି କେତେ ଦିନ ଚାଲିବ? ଆଇଏସି କହୁଛନ୍ତି ଯେତେ ଆଜିକି ପ୍ରାୟ 3 ମାସ ହେଲାଣି ଆଇଏସି ଯେବେ ବି ପଚାରିଲେ କହୁଛନ୍ତି ଇନକ୍ୱାରି ଚାଲିଛି। ଆଜ୍ଞା। ଆଉ ତାଠୁ ଅଧିକା କିଛି କହୁନାହାନ୍ତି? ନା। ଆପଣ ପଚାରିଲେ ନା କେତେ ଦିନ ଇନକ୍ୱାରି ହେଲା ପରେ ଯେ ଦୋଷୀକି ଦଣ୍ଡ ମିଳିବ, ତାକୁ ଆରେଷ୍ଟ କରାଯିବ? ଏଗୁଡ଼ା ବି କିଛି କହୁନାହାନ୍ତି। କିଛି କହୁନାହାନ୍ତି? ଆଉ ତାପରେ କ'ଣ ଜୀବନ ସାରା ଖାଲି ଆପଣ ପଚାରି ଦେଇଥିବା ଗଲେ ଯେ ଜୀବନ ସାରା କ'ଣ ଆମେ ଯେତେବେଳେ ଆସିବୁ ସେମିତି ଖାଲି ଇନକ୍ୱାରି ଚାଲିବ? ସେ ତ ଖାଲି ଲାଞ୍ଚ ନେଇକି ତ ଦବେଇ ଦେଉଛନ୍ତି କେସ୍ଟାକୁ। ଏମିତି ଲାଗୁଛି କି ଆପଣଙ୍କୁ? ମାନେ କେସ୍ଟାକୁ ଦବେଇ ଦେବାକୁ ଚେଷ୍ଟା କରୁଛନ୍ତି? ହଁ। ମାନେ କାହା ବଳରେ? କୌଣସି ରାଜନୈତିକ ଦଳ ଏଥିରେ ସମ୍ପୃକ୍ତ ଅଛନ୍ତି? ହଁ। କିଏ ସେ ଅଛନ୍ତି ବୋଲି ଭାବୁଛନ୍ତି? ସେ କେଉଁ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି ଭାବୁଛନ୍ତି? ମାନେ ଯାହାକୁ ଆପଣ ଡାଉଟ୍ କରୁଛନ୍ତି ଯେ କେଉଁ ଲୋକମାନେ ଏଥିରେ ସମ୍ପୃକ୍ତ ଥାଇପାରନ୍ତି, ଯେଉଁଥିପାଇଁ ପୋଲିସ ସେମାନଙ୍କୁ ଡରୁଛି ତାଙ୍କ କଥାକୁ? କହିପାରିବିନି। ଆଚ୍ଛା, କିନ୍ତୁ ଡାଉଟ୍ ହେଉଛି ଯେ କୌଣସି ରାଜନୈତିକ ଦଳ ଏଥିରେ ଚାପ ପକାଉଛନ୍ତି? ଆଜ୍ଞା। ସେଥିପାଇଁ ଡରରେ କିଛି ସେମାନେ କାମ କରୁନାହାନ୍ତି? ନା, ଆମେ ମୁଖ୍ୟମନ୍ତ୍ରୀ କତିକି ଯାଇଥିଲୁ, କିନ୍ତୁ ଆମକୁ ପୋଲିସ ମାନେ ନେଇକି ଆସିଥିଲେ। ଆମେ ଯାଇଥିଲୁ ଭେଟ କରିବାକୁ। ଆଜ୍ଞା, ଆମେ ଭେଟ କରିବାକୁ ଯାଇଥିଲୁ, ଆମକୁ ନେଇକି ଆସିଲେ ଟାଣିକା। ଆମେ ଯେଉଁଠୁ ଖାଇବାକୁ ଓହ୍ଲେଇଲୁ ସିଏ ବି ଆମର ପିଛା କରିଛନ୍ତି। ଆମେ କହିଲୁ ନା ଆମେ ଯିବୁନି, ଆମେ ଆମର ଗାଡ଼ି ଆଣିଛୁ, ଆମେ ଗାଡ଼ିରେ ଯିବୁ। ସେଠୁ ସେ କହିଲେ ନା ଆମ ସହିତ ଆସ, ଗାଡ଼ି ଯେଉଁ ଜାଗା ଅଛି ସେଠୁ ଆମେ ଖାଉଛୁ, ସିଏ ଆମକୁ ବି ପିଛା କରିଛନ୍ତି। ଆଚ୍ଛା, ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଇଥିଲ, ସେଠୁ ଦେଖା କରିବା ପୂର୍ବରୁ ଆସି ଆପଣଙ୍କୁ ନେଇ ପଳେଇ ଆସୁଛନ୍ତି? ହଁ, ଆମେ କୋଉଠିକାର ପୋଲିସ? ଯେଉଁ କଟକ ପୋଲିସ? ଆଜ୍ଞା। ତାକୁ କିଏ ଜଣେଇଲା? ଆଇଆଇସି ଜଣେଇଲା। ଆଚ୍ଛା, ଏମାନେ ତାକୁ ଜଣେଇଛନ୍ତି? ଆଜ୍ଞା। ଏମାନେ ଜଣେଇଛନ୍ତି ଯେ ଏମାନେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅଭିଯୋଗ କରିବାକୁ? ଆଜ୍ଞା। ସେଠୁ ନେଇ ପଳେଇ ଆସ? ଆଜ୍ଞା। ସେମାନେ ସେଠୁ ଦେଖା କରିବା ପୂର୍ବରୁ ନେଇ ପଳେଇ ଆସିଲେ? ଆଜ୍ଞା। ସେଠୁ ଯେତେବେଳେ ଆଣିଲେ କ'ଣ କହିକି ଆଣିଲେ? କହିଲେ ଚାଲ ଆମେ ତ କେସ୍ଟାକୁ ଚାଲୁ କରୁଛୁ, ତମେ ସେମିତି କାହିଁ ହେଉଛ? ନା ତମେ ଏଠି କ'ଣ ପାଇଁ ଯାଇଥିଲ, କେଉଁଥିପାଇଁ ଯାଇଥିଲ? ଆମେ କହିଲୁ ମୁଖ୍ୟମନ୍ତ୍ରୀକି ଦେଖା କରିବା ପାଇଁକା। ସେ ସେଇଠୁ ଏତିକି ନ କହି ଆମକୁ ନେଇ ଆସିଲେ। ଆମେ କହିଲୁ ନା ଆମେ ଯିବୁନି, ଜବରଦସ୍ତ ଆମକୁ ଗାଡ଼ିରେ ବସେଇକି ବି ଆଣିଛନ୍ତି। ଆମେ ଖାଇବାକୁ ଓହ୍ଲେଇଲୁ, ଆମକୁ ବି ପିଛା କରିଛନ୍ତି। ମାନେ ଆମେ ଯୁଆଡ଼କୁ ଯାଉଛୁ ସେ ସେପଟକୁ ଆଉଛନ୍ତି। ପୋଲିସ ଆପଣଙ୍କୁ ପିଛା କରୁଛନ୍ତି? ଆଜ୍ଞା। ମାନେ ଖାଇବାକୁ ଗଲେ ପିଛା କରୁଛନ୍ତି, ଯୋଉଠି ଗଲେ ବାହାରୁ ଗଲେ ପିଛା? ଆଜ୍ଞା। ଆଜ୍ଞା। ତାପରେ ଆଉ ଦେଖା କରି ଦେଲେନି? ନା। ସେଠୁ ନେଇ ଆସି ପୁଣି ଘରେ ଛାଡ଼ିଦେଲେ? ଆଜ୍ଞା। ଏଇ 4 ଦିନ ହେବ କଲ୍ କରିଥିଲେ, କହିଲେ ତମ ଯେଉଁ ଏଫଆଇଆର୍ଟା କିଏ ନେଖିଛି? ମୁଁ ସେଇଠୁ କହିଲି ମୋ ଦିଦି ନେଖିଛି, ବଡ଼ ଦିଦି ନେଖିଛି। ସେ ସେଇଠୁ ଏତିକି କହିକି କାଟି ଦେଇଛନ୍ତି। ଇନକ୍ୱାରି ଗୁଡ଼ା କ'ଣ ଏଠିକି ଆସି ଇନକ୍ୱାରି କରୁଛନ୍ତି? ଇନକ୍ୱାରି କରିବା କିଏ ଆସିଥିଲେ?
ଯେଉଁ ପୋଲିସ ଆସୁନଥିଲା पुलिस आसनथि ନାଇଁ पुलिस आसनथि ताले इनक्वारी के करछन ସେ ଲୋକ ଆଇଥିଲେ को लोग ଆରାଇସି आरआई आरआई आसु इनक्वारी करियो ଆଜ୍ଞା एटा तो पुलिस केस एटा तो पुलिस इनक्वारी करबे तो आरआई से कोन माने आरआई कोन इनक्वारी करथले कोन पचारथले सब ସେ ସେଇଠୁ ଆମ ଘରକୁ ଆଇଲେ ମାନେ ଆମ ଘରକୁ ଆସିନନ୍ତି ସେ ସେଇଠି ଆମ ରାସ୍ତା ଉପରେ ଏପଟ ସେପଟ ହେଲେ ରହିଲେ ବି ବହୁତ 10 ମିନିଟ୍ ଖଣ୍ଡେ ରହିଛନ୍ତି ସେଠି ରହିଲେ ସେଇଠୁ ମୋତେ ମୁଁ ଯାଇଛି ଯେଉଁଠୁ ମାନେ ମାନେ ମୋତେ ଭୋକ କଲେଣି ମୁଁ ଯାଇଥିଲି ବରା ଇଟିଲି ତରକାରୀ ଆଣିବାକୁ ସେ ମୋତେ କହିଲା ତୋ ବାବା ନାହାନ୍ତି ଘରେ ମୁଁ କହିଲି ନା ମୁଁ ନାହାନ୍ତି ମୋ ବାବା ଘରେ ସେଇଠୁ ମୋତେ କହିଲେ ତୋ ମାମା ଅଛନ୍ତି ହଁ ମୁଁ କହିଲି ହଁ ମୋ ମାମା ଅଛନ୍ତି ସେଇଠୁ ମୁଁ ଏତିକି କହିକି ଆଇଛି ତ ସେଇଠୁ ମୋ ବାବାଙ୍କୁ କଲ୍ କଲି ବାବା ସେଇଠୁ ଆସିଲେ ବାବା ଆସିକି ତାପରେ କହିଲେ କ'ଣ ପାଇଁ ଆଇଥିଲ କେଉଁଥିପାଇଁ ଆଇଥିଲ ତାପରେ ସେ ପଳେଇଲେ अच्छा इनक्वारी जेते करथले कोन पचारले सब माने कोन इनक्वारी करले कोन पचारले ସେଇଟା ମୁଁ କହିପାରିବିନି अच्छा आरआई आ कोन कोन पचारथले सब କହିଲେ ଏଇଟା ଜାଗା କାହାର ଆମ ଘର ଯେଉଁଠୁ ସେଇଟା ଆମର ଜାଗା ବି ହେଇଥିବ ସେଇଠୁ ସେ ଏତିକି ପଚାରିଲେ କହିଲେ କେସ୍ କେଉଁଠି ଥିଲା ମୁଁ କହିଲି ଏଇଠି ହେଇଥିଲା ସେଇଠୁ ମୁଁ ଯେଉଁଠି ଏକ ହୋଇଥିଲି ସେଇଠୁ କହିଲି ସେଇଠୁ ସେ ସବୁ ତାପରେ ପଡ଼ିଲେ ଆଉ ସେତେବେଳେ କି ଆଉ ପାଖରେ ଥିଲେ ବାପା ଥିଲେ ବାପା ଥିଲେ ମା ବି ଥିଲେ ଆଜ୍ଞା ସମସ୍ତେ ଥିଲେ ଆଜ୍ଞା ସେ ଆରଆଇ କିନ୍ତୁ ଏକା ଆସିଥିଲେ ଆରାଇ ହେଇଥିଲା ତା ସହିତ ଦୁଇଟା ଖଣ୍ଡେ ଲୋକ ବି ହେଇଥିଲେ ତା ଶାଶୀ ତା ସାଙ୍ଗେ ଯୋଉ ଦିଟା ଲୋକ ଆସିଥିଲେ ସେ କୋଉଠି ତମ ଏଇ ଗାଁ ଲୋକ ନା ନା ସେ ତା ଶାଶୀ ଇଏ ହେଇଥିଲା ସେ ତାଙ୍କ ସାଙ୍ଗରେ ଆସିଥିଲେ ଆଜ୍ଞା ଆଚ୍ଛା ଏତିକି ପଚାରି ସାରିଲା ପରେ ତାପରେ ପଳେଇଲେ ନା କିଛି କହିଲେ ନା ଏତିକି ପଚାରି ପଳେଇଲେ ଆଜ୍ଞା ଏଇଟା ତ ପୋଲିସ କାମ ନା ପୋଲିସ କରିଥାନ୍ତା କାହିଁ ସିଏ ହେଇଥିଲା ଏଠିକି ଇନକ୍ୱାରି କରିବାକୁ ତ ଏବେ ତାହେଲେ କ'ଣ କରିବ ଭାବୁଛ ଯେ ଯେହେତୁ 3 ମାସ ହେଇଗଲାଣି ସେ ଫେବୃଆରୀ ମାସରୁ ଫେବୃଆରୀ ମାର୍ଚ୍ଚ ଏପ୍ରିଲ 3 ମାସ ହେଇଗଲାଣି ତ ଏବେ କ'ଣ ଆଜ୍ଞା ଭାବୁଛ ଆଉ ପୋଲିସ ଆମକୁ ମନା କରିଦେଉନି ଏଇଟା ଯଦି ନ କରିପାରୁଛି ପୋଲିସ ଆମକୁ ମନା କରିଦେଇଥାନ୍ତା ହଁ ଆମର କିଛି କରିବାର ନାହିଁ ତ ସେ ଭାବୁଛନ୍ତି ଆମେ ଗରିବ ଲୋକ ଆମେ କ'ଣ କରିବୁ ଆଉ ମୁଖ୍ୟମନ୍ତ୍ରୀ ଏତିକି କହୁଛୁ ତମେ ଯେଉଁଠି ଥାଆନ୍ତୁ ଆମ କଥା ଟିକେ ଶୁଣନ୍ତୁ ଆମ କଥା ଟିକେ ଶୁଣନ୍ତୁ ଆମେ ଯେତେବେଳେ ତମ କତିକି ଯାଆନ୍ତୁ ସେତେବେଳେ ଆମକୁ ପୋଲିସ ନେଇଯାଉଛନ୍ତି ଏଥରକ ଯେମିତି ହେଲେ ବି ଆପଣଙ୍କୁ ଦେଖା କରିବାକୁ ଯିବୁ କିନ୍ତୁ ଆମ କଥା ଟିକେ ଶୁଣନ୍ତୁ ଆମେ ଏତିକି ଅନୁରୋଧ କରୁଛୁ ଆମକୁ ଟିକେ ନ୍ୟାୟ ଦିଅନ୍ତୁ